हे भगवान एटा कौन ये चुट्टी लंबा कर देखो। हे भगवान ये किए से राति ओधरे गाँ मझे पूरा निआ धरिकी धरिकी जाऊँगी। आ देखो पाउँ भी शब्द आसुची गोटे बास्ना गोटे आसुची गोटे अलग माने बास्ना पूजा हेले जो गोटे बास्ना आसे ना झुणा कर्पूर ये गोटे बास्ना आसुची। गोटे बास्ना आसुची आ गाँ मझे राति अबिका है 11:30 झुणा कर्पूर किए लगे किए। तो सांग मैंने अबिका है राति 11:30 सेपटे मो जेजेमा जेजेबापा जहाँकि शोई पड़े आम गाँव माने कौनटे हूँ ना अजब अजब साउंड आसूँ जहाँकि पूरा मु 2 घंटा 3 घंटा है शुणिले एबे भी आसूँ सेपटे एपटे जमी किए गोटे जावा आसा भाया करजे जानी कौन हो कौन ना। तो चलतु जा देखा दरकार पड़ो मु दादा को भी डाक फोन करके देखा गाँटा एक्सप्लोर करार अच्छे देखा ट्रस ने फैन टाक बंद करदेवी लाइटा जल था। तो चलतु जा कहीं सेपटे जाके मो जेजेमा जेजेबापा अलरेडी शोई पड़े ये पाटी मुंड अधिका करी से उठार भी संभावना अच्छे कह कुआड़े जाऊँ मत घर को घर टोली नुचिकी जावाक पड़ो ए चलती देखो गाँव में भी कई टोटाली सब शोई पड़े। तो चलते आगे सेपटे देखीदे आसवा किए कौटे अच्छे कि ना कौन साउंड आसुची। एका जी जो डर लगुच कहीं कई कौटे देखते ना टोटाली अंधार गाँ टोटाली कहीं मो छड़ा एटी कहीं भी ना मु गोटे कम कर दादा को फोन कर डाकिदेवी देखा कौन हो आगे फोन कर डाकी दूसरी जब मो गोटे मोबाइल अच्छे तो फोन कर वीडियो कट कर डाक पड़ो मुझे अलरेडी फोन कर देती से आसुवा आसुवा हे मैंने आसुवे आसीगले भाई आसिले भाई घर सेपटे ये शुणुच ना गोटे अजब अजब साउंड आस तुम शुणुच ना हाँ गोटे अजब अजब साउंड आस शोई पड़े मैं निद होगा फोन कले मुझे ठीक आस टाइम देख दौन 11:30 ऊपर हो गला 11:30 शोई पड़ी खरा गोटे निद है बोली शोई पड़ी निद हो फोन कल कौन है हठात ना एत रात फोन कला मैंने से आड़ू आसलु ये जमी जावा आसिया किए गोटे करमी लगे से दृश्य मुझे तुमको फोन कली के पा ये बर्तमान कला हाँ मझे थर होता कौन हो मुझे जापार मुझे शोई मुझे ना चाहे देखीदिए से मुझे भाई तुमको फोन कले भल हम। हाँ देखो कई भी ना सब रात 11 जीवा कि आगे देखिया जी देखिया ना कौन करिया किए कौटे अच्छा कौन कर चल आगू जा अंधार पूरा डर भी लगुच भारी जोर आम एबिका 2 जन पूरा ना फसिकी जा ना कि कौट अलग किसी कई भी ना कौन भूत हो पारे भूत ना कौन भूत नुहे हाँ गोटे अलग अलग लगुच भूत गोटे ये लगुच गोटे बास्ना गोटे आस
ଗୋଟେ ଅଲଗା ମାନେ ବାସ୍ନା ଯେମିତି ପୂଜା ହେଲେ ଯୋଉଭଳିଆ ଗୋଟେ ବାସ୍ନା ଆସେ ନା ଝୁଣା କର୍ପୂର ଏଇଭଳିଆ ଗୋଟେ ବାସ୍ନା ଆସୁଛି। ସେଇଭଳିଆ ଗୋଟେ ବାସ୍ନା ଆସୁଛି। ଆଉ ଗାଁ ମଝିରେ ରାତି ଅବିକା ହେଲାଣି 11:30 ଝୁଣା କର୍ପୂର କିଏ ଲଗେଇବ କିଏ? ମୋତେ କାହିଁ କିଛି ଅଲଗା ଲାଗୁଛି। କୁକୁର ଗୁଡ଼ା କେମିତି ଅନେଇଛନ୍ତି ଦେଖୁଛ ନା ଆମକୁ। ଲାଇନ୍ ନାହିଁ ନା କ'ଣ? ଲାଇନ୍ ନାହିଁ ପା। ଲାଇନ୍ ପଳେଇଛି ବୋଧେ। ତାର ଇନଭର୍ଟର ଆସିକି ଚଳୁଛି ଆଉ। ହଁ ବର୍ଷା ହେଇଥିଲେ ଲାଇନ୍ ପଳେଇଯିବ। ଏଇଠିକି ଆସିଲ ଏଇଠିକି ଆସିଲ। ମୋତେ ଯେମିତି ଲାଗିଲା ସେଠି କିଏ ଗୋଟେ ଥିଲା ଭଳିଆ। ଏପଟେ ବାଡ଼ ବୁଝା ହେଇଯାଇଛି, ଏଇପଟେ ଯାଇକି ଦେଖି ଦେଇଥାନ୍ତି। ଯେମିତି ସେଇପଟେ ଲାଗିଲା ଯେମିତି କିଏ ଗୋଟେ ଥିଲା ଭଳିଆ। କ'ଣ କରିବା ଆଗକୁ ଯିବା ନା ରିଟର୍ନ ପଳେଇବା? ଚୋର ଘରେ ପଶି ନା ତମ ଗାଁରେ? କିଏ ଜାଣିଲା। ଝୁଣା କର୍ପୂର ବାସ୍ନା ଆସୁଛି ବା। ଆଉ ମାନେ କ'ଣ ଇଏ ସବୁ ଘଟୁଛି କ'ଣ ମୁଁ ଜାଣିପାରୁନି। ଏତେ ରାତିରେ ଝୁଣା କର୍ପୂର ବାସ୍ନା କେଉଁଠି ଆସିବ? ଏତେ ରାତିରେ ଠିକ୍ କଥା। ଆସଲ ଦେଖି ଆଗକୁ ଯିବା। ଆଗକୁ ଯିବା? ମୋତେ କାହିଁ କିଛି ଠିକ୍ ଲାଗୁନି। ଏଇ କୁକୁର ଗୁଡ଼ା କେତେ ଜୋର ଭୁକିଲେଣି ଦେଖୁଛ ନା? ହାଁ ସେଇପଟେ ଭୁକୁଛନ୍ତି। ଏଇ ଯିବା ଠିକ୍ ହବନି। ଚାରିଆଡ଼େ ଖାଲି କୁକୁର। ଶୁଣ ଶୁଣ ଏ କ'ଣ କହୁଛ? ସିଆଡ଼କୁ ଯିବାଟା ଠିକ୍ ହବ ନା ଭୁଲ ହବ? ହାଁ କିଛି ବୁଝିପାରୁଛ ନା କ'ଣ ଘଟୁଛି ଆମ ସହିତ? ସାର୍ 2 ଜଣ ଉଠିକି ପୁରା ଖସିଗଲେ ନା କ'ଣ? ଦେଖ ସେପଟେ କେହି ବି ନାହାନ୍ତି, ସବୁ ଶୋଇପଡ଼ିଲେଣି। ଚାଲୁନ ଚାଲୁନ। ଦେଖ କୁକୁର ଗୁଡ଼ା ବି କେତେ କୁକୁର ଗୁଡ଼ା ଭୁକୁଛନ୍ତି। ଏ ନା ନା ସିଆଡ଼ୁ କିଏ ଗୋଟେ ଆସୁଛି ବେ। ସିଆଡ଼ୁ କିଏ ଗୋଟେ ଆସୁଛି। ଇଆଡ଼େ ପଳେଇ ଆସ ପଳେଇ ଆସ। ଲାଇଟ୍ ଫାଇଟ୍ ବନ୍ଦ କର। ନିଆଁ ଲଗେଇଛି ରେ। ମାନେ ନିଆଁ ଗୋଟେ ହାତରେ ଧରିଛି ନା କ'ଣ? ଏଇ ଭଗବାନ ଏଟା କ'ଣ? ଏ ଚୁଟି ଲମ୍ବା କରିଛି ଦେଖ। ଏ ଭଗବାନ ଇଏ କିଏ ସେ? ରାତି ଅଧରେ ଗାଁ ମଝିରେ ପୁରା ନିଆଁ ଧରିକି ଯାଉଛି। ଆଉ ଦେଖ ପାଉଁଜି ବି ଶବ୍ଦ ଆସୁଛି। ଏଇ କ'ଣ କରିବା? ଏଇଟା କିଏ? ମୁଁ ତ ଜାଣିପାରୁନି କିଛି। ଏଇଟା କିଏ? ମୁଁ କେମିତି ଜାଣିଲି? ଏତେ ରାତିରେ ବି ପାଟି ଜୋର କରିକି ଡାକିଲେ ଲୋକ ସବୁ ଉଠିଯିବେ। ମୁଁ ତା ପଛେ ପଛେ ଯିବା କି? ପୁରା ପୁରା ଭୟଙ୍କର ହେଇଛି ଚେହେରାଟା ନା। ମାନେ ଗୋଟେ ଅଲଗା ଅଲଗା ଲାଗୁଛି। ହାଁ ଜାଣି ହେଉନି କିଛି। ହେ ପ୍ରଭୁ ଏ ଝୁଣା ବାସ୍ନା କେତେ ଜୋର ଆସୁଛି ଦେଖୁଛ ନା? ଝୁଣା କର୍ପୂର ଧୂପ ଏସବୁ ବାସ୍ନା ହେଉଛି। ମାନେ ଠାକୁର କି ଠାକୁରାଣୀ? ତାଙ୍କର ପହରା ଟାଇମ୍ ବି ହେଇଥିବ। ଠାକୁରାଣୀ ବୁଲୁଛନ୍ତି କି? ସେଇଆ ବି ହେଇଥାଇପାରେ। ହଁ କ'ଣ କରିବା? ଆଗକୁ ଯିବା ତାଙ୍କ ପଛେ ପଛେ ନା ପଳେଇବା ଘରକୁ? ପାଉଁଜି ଶବ୍ଦ ବି କେତେ ଜୋର ଆସୁଛି ଦେଖ। ପଛ ପଛ ଗଲେ ଅସୁବିଧା ହେଇଯିବ। ହାଁ ପଛ ପଛ ଗଲେ ଅସୁବିଧା ହେଇଯିବ। କ'ଣ କରିବା? ଚୁପ୍ ଚୁପ୍ ଚୁପ୍। ଏଠି କେହି ବି ନାହାନ୍ତି। ପାଟି ବି ବହୁତ ଜୋର କରି ହେଉନି ଜାଣିଲ ନା? ନହେଲେ ସମିତିକୁ ଡାକି ଦିଅନ୍ତେ। ମାନେ ଡାକିଲା ମାନେ ଲୋକ ସବୁ ଉଠିଯିବେ ଏବେ। ଡାକିବା କି ଲୋକଙ୍କୁ ଡାକିବା? ସେ ଆମର ବି କ୍ଷତି କରିନି ନା। ସେ ଆସିଛି କ'ଣ? ସେ ଏଇଆଡ଼ୁ ଭାରି ଗଲା। ଏଠି ଗୋଟେ ଅଟୋ ବି ଥୁଆ ହେଇଛି। ଇଆଡ଼ୁ ଭାରି ସିଆଡ଼େ ଗଲା। ଯିବା ସିଆଡ଼େ? କ'ଣ କରିବା? ଯିବା ନା ଘରକୁ ପଳେଇବା? ଚାଲ ଦେଖିବା। ଚାଲୁନ। ଭୟଙ୍କର ଲାଗୁଛି ରେ। ଦେଖ ସବୁ ପାଉଲ ଚିହ୍ନ ପଡ଼ିଛି ଲୋ। ହେ ଭଗବାନ ଆମେ କ'ଣ କରିବା? ଯିବା କି ପଛ ପଛେ? ସେ ସିଆଡ଼େ ଯାଇଛି।
ଆସ ଆସ। ସିଆଡ଼େ ଯାଇଛି ଭାଇ, ଇଆଡ଼େ ଏଠି କାର୍ ତ ଥୁଆ ହେଇଛି, ଇଆଡ଼େ ଯାଇନଥିବ, ଏଇଆଡ଼େ ମୋତେ ଲାଗୁଛି କାହିଁ ଯାଇଛି। ସେପଟେ ଗୋଟେ ମଙ୍ଗଳା ମନ୍ଦିର ଅଛି। ଦେଖିବା ଆସିବୁ ବାଟ ଦେଖିବା ତ ମିଳିଲେ କାହିଁ ଦେଖିବାକୁ ମିଳିବ ଟୋଟାଲି, ଦେଖ କେହି ବି ନାହାନ୍ତି। କ'ଣ କରିବା, ସିଆଡ଼େ ଯିବା? ସେଗୁଡ଼ା ଚାଲିକି ଆମେ ଆଇଲୁନି, ଦେଖିବା କ'ଣ ଦେଖ କେହି ବି ନାହାନ୍ତି କୁଆଡ଼େ। କ'ଣ ସବୁ ମୋ ମୁଣ୍ଡରେ କିଛି ପଶୁନି ମ। ଚାଲିଲେ ଦେଖିବା। ଏଠି ହେଲା ଭୂତ ପେତ ନୁହେଁ, ମୋତେ କାହିଁ ଲାଗୁନି। କାହିଁକିନା ଝୁଣା ବାସ୍ନା ଆଉ କପୁର ଏସବୁ ବାସ୍ନାରେ ମାନେ ଭୂତ ପେତ କ'ଣ, ଭୂତ ପେତ ନୁହେଁ, କିଛି ଅଲଗା। ଇଏ ମୋତେ ଲାଗୁଛି ଠାକୁରାଣୀ ଭଳିଆ। ଦେଖ ଟର୍ଚ୍ଚ ବି ଚାର୍ଜ ବି କମିଗଲାଣି, ଏତେ ଚାର୍ଜ ବି ନାହିଁ। ଦେଖ କିଛି ବି ନାହିଁ ଏଠି। ଏତେ ବଡ଼ ଆଇଲେଣି ଦେଖାଉନି। ଏଠି ମଙ୍ଗଳା ମନ୍ଦିର ରହିଲା, କିଛି ବି ନାହିଁ। ଦେଖ ମୋ ମୁଣ୍ଡରେ କିଛି ପଶୁନି ମ। ଏଇ କ୍ୟାମେରା ଧରିଲ। ମୋର ଚାର୍ଜ ସରିଲାଣି, ଆଉ ବି ସିଆଡ଼କୁ ଯିବାକୁ ଆମକୁ ବହୁତ ଡର ଲାଗୁଛି। କାହିଁକିନା ସିଆଡ଼େ ପୁରା ମଶାଣି ଅଛି, ଆଉ ସେପଟେ ପୁରା ଠାକୁରାଣୀ ମନ୍ଦିର ବି ଅଛି। ଏପଟେ ବି ମଙ୍ଗଳା ମନ୍ଦିର ରହିଲା। ପଛପଟୁ ଆସିଲେ ଦେଖିବା। ଚାର୍ଜ ଟୋଟାଲି ସରିଲାଣି, ଚାର୍ଜ ନାହିଁ। କାହିଁ କେହି ବି ନାହାନ୍ତି, କେହି କୁଆଡ଼େ ନାହାନ୍ତି। ସେ ସବୁ ଆଇଲା ସେଟା କ'ଣ ନିଆଁ ଧରିଥିଲା ନା? ହଁ, ବହୁତ ଡର ବି ଲାଗୁଛି। ମୁଁ ତ ଅବାକ ହେଇଗଲିଣି, କ'ଣ ସେ ଜିନିଷଟା ଆମେ ଏତେ ବଡ଼ ଆଇଲେଣି ଦେଖିବା ପାଇଲେନି। ସିଆଡ଼େ ଯାଇଛି, ସିଆଡ଼େ।